ଆଜ୍ଞା। ହଁ ଆଜ୍ଞା, ନମସ୍କାର ନମସ୍କାର। କେମିତି ଆଜ୍ଞା? ଆଜି ଆମେ ଶୁକ୍ରାଚାର୍ଯ୍ୟ ବୃହସ୍ପତିକି ଆମେ ଦେବଗୁରୁ କହୁ। ତେଣୁ ତାଙ୍କ ପାଇଁ ଗୁରୁ ଶବ୍ଦ ଲାଗେ। ଗୁରୁ ଅର୍ଥ ବୃହସ୍ପତି। ଦେବତାନାଂ ଋଷିଣାଂ ଚ ଗୁରୁ। ଦେବତାମାନଙ୍କର ଓ ଋଷିମାନଙ୍କର ଗୁରୁ ହେତୁ ଆମେ ତାଙ୍କୁ ଗୁରୁ ବୋଲି କହୁ। ଗୁରୁ ଶବ୍ଦର ଅର୍ଥ ହେଲା ବୃହସ୍ପତି। କିନ୍ତୁ ଶୁକ୍ରଙ୍କ ସହିତ ଲାଗେ ଆଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ। ଅନେକ ଗୁରୁଙ୍କ ଠାରୁ ଯିଏ ଶ୍ରେଷ୍ଠ ସିଏ ହେଲା ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ। ଯେଉଁ ଶୁକ୍ର ଗ୍ରହ ପୃଥିବୀର ନିକଟତର, ପୃଥିବୀର ମଙ୍ଗଳ କାମନା କରେ। ପ୍ରଭାତ ସମୟରେ ଆମେ ସେ ଗ୍ରହକୁ କହୁ କୁଆଁ ତାରା, ସନ୍ଧ୍ୟା ସମୟରେ କହୁ ସନ୍ଧ୍ୟା ତାରା। ବେଳେବେଳେ ଆକାଶରେ ଏହି ଉଜ୍ଜ୍ୱଳ ନକ୍ଷତ୍ରଟି ଅତି ନିକଟତର ହୁଏ, ବହୁତ ବଡ଼ ଦେଖାଯାଏ। ହଁ, ପୁନେଇ ଜହ୍ନଠୁ ବି ବଡ଼ ଦେଖାଯାଏ। କବି ତାହା ଉପରେ କେତେ କଥା ଲେଖିଛନ୍ତି। ସେ ଉଷା ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ ଆଉ ରାତିର ସମାପନ ପରେ ଯେଉଁ ସମୟ ଆସେ ତାକୁ ଉଷା କହନ୍ତି। ଆଉ ସେ ଉଷା ଗୋଟେ ସୁନ୍ଦରୀ ନାରୀ। କବି କହିଲେ ସରଗ ନଈର ପରାଚି ତୁଠରେ ପ୍ରଭାତ ସ୍ନାନ ସାରି, ଗୃହେ ଚଳେ ଉଷା ଏହି ପଦୁମକୁ, ସରାଗେ ଗଭାରେ ମାରି। ଏଇ କୁଆଁ ତାରାକୁ, ଏଇ ଶୁକ୍ର ଗ୍ରହକୁ କବି କହିଲେ ଏ ଗୋଟିଏ ପୁଣ୍ଡରିକ, ମାନେ ଧଳା ପଦ୍ମ। ସରଗ ନଈରେ ଇଏ ଫୁଲ ଫୁଟିଥିଲା। ଅତି ଭୋରୁ ଭୋରୁ ପୁରୁଷମାନେ ଉଠିବା ପୂର୍ବରୁ ସେ ଗାଧେଇ ପଡ଼ିଲା। କିଏ ମ? ଉଷା ସୁନ୍ଦରୀ। କେଉଁଠି ଗାଧେଇଲା? ପୂର୍ବ ତୁଠରେ। ସରଗ ନଈର ଦିଟା ତୁଠ, ଗୋଟିଏ ପଶ୍ଚିମ ତୁଠ, ଗୋଟିଏ ପୂର୍ବ ତୁଠ। ସରଗ ନଈର ପରାଚି ତୁଠରେ ପ୍ରଭାତ ସ୍ନାନ ସାରି, ଗାଧେଇ ପାଧେଇ ସାରିଲା, ପୋଛି ପାଛି ସାରିଲା, ସୁନ୍ଦରୀ ଉଷା ଏଇ ପଦୁଅକୁ ଛିଣ୍ଡେଇଲା, ଗଭାରେ ମାରିଲା। ତା ପଛପଟେ ଆମେ ଦେଖିଲେ ସରଗ ନଈର ପରାଚି ତୁଠରେ ସକାଳ ପ୍ରଭାତ ସ୍ନାନ ସାରି, ଗୃହେ ଚଳେ ଉଷା ଏଇ ପଦୁମକୁ, ସରାଗେ ଗଭାରେ ମାରି। ଏଇ ଯେଉଁ ଶୁକ୍ର ଗ୍ରହ ଯାହା ଉପରେ ଆମେ ଆଲୋଚନା କରୁଛେ, ସେ କେତେ କବିଙ୍କର କେତେ ମଧୁର ଧ୍ୱନିରେ ରସାଣିତ। ଆସନ୍ତୁ ଭାଇ ବନ୍ଧୁ କୁଟୁମ୍ବ ମୋର, ଆମେ ଏହି ଶୁକ୍ର ଗ୍ରହ ଉପରେ ଏକ ଦୀର୍ଘ ସନ୍ଦର୍ଭ ପାଠ କରିବା। ଶୁକ୍ର ଗ୍ରହ, ଶୁକ୍ରଙ୍କୁ ଦେବତାମାନଙ୍କର ଆଚାର୍ଯ୍ୟ ବା ଗୁରୁ କୁହାଯାଏ। ସେ ପୃଥିବୀବାସୀଙ୍କର, ମନୁଷ୍ୟମାନଙ୍କର ହିତାକାଂକ୍ଷୀ। ଦେବତାଙ୍କର ଶତ୍ରୁ ହେଇପାରନ୍ତି, କିନ୍ତୁ ଶୁକ୍ର ଗ୍ରହ ଜୀବଜଗତର ବଡ଼ ଉପକାରୀ। ସେ ଯେଉଁଠି ଥିଲେ ବି, ଯେମିତି ଥିଲେ ବି, ପ୍ରତିଟି ବ୍ୟକ୍ତି ପାଇଁ ଶୁଭ ଚିନ୍ତା କରିଥାନ୍ତି। ଶୁକ୍ରଙ୍କର ମିତ୍ର ହେଲେ ବୁଧ, ଶନି, ରାହୁ। ତେଣୁ ତାଙ୍କର ମିତ୍ର ଗ୍ରହ ଗୁଡ଼ିକ ହେଲା ମିଥୁନ, କନ୍ୟା, ତୁଳା, ବୃଷ, ମକର, କୁମ୍ଭ। ତାଙ୍କର ମୂଳ ତ୍ରିକୋଣ ହେଲା ତୁଳା। ସେ ମୀନରେ ଉଚ୍ଚ, କନ୍ୟାରେ ନୀଚ। ଯଦି ସେ ଜାତକରେ ପଞ୍ଚମ ବା ସପ୍ତମ ଘର ଅଧିପତି, ସେ ନିଶ୍ଚୟ ଶୁଭ ଫଳ ଦେବେ, ଆଶୀର୍ବାଦ କରିବେ। ଯଦି ସେ ପଞ୍ଚମ
ନବମ ଲଗ୍ନ ଚତୁର୍ଥ ସପ୍ତମ ବା ଦଶମରେ ଥାଆନ୍ତି ତାହେଲେ ବି କଲ୍ୟାଣ କରିବେ। କିନ୍ତୁ କଲ୍ୟାଣ କରିବେନି କେଉଁଠି? ସେ ତୃତୀୟରେ, ଅଷ୍ଟମରେ, ଦ୍ୱାଦଶରେ ବା ଷଷ୍ଠରେ ଥାଆନ୍ତି। ଆଉ କେଉଁଠି ଥାଆନ୍ତି? ମେଷ, ଧନୁ, ବିଛା, କର୍କଟ ଓ ସିଂହରେ ଥାଆନ୍ତି। ସେ କଲ୍ୟାଣ କରିପାରିବେନି। ପୁଣି ତାଙ୍କର ଶତ୍ରୁ ବୃହସ୍ପତି, ମଙ୍ଗଳ, ରବି ଏମାନଙ୍କ ଦୃଷ୍ଟିରେ ଥିଲେ ବା ଏମାନଙ୍କ ସହିତ ଥିଲେ ସେ ଜମା କଲ୍ୟାଣ କରିପାରିବେନି। ତେଣୁ ଜନ୍ମ ଜାତକରେ ଆଗ ଆମେ ଦେଖିବା ଶୁକ୍ର କେଉଁଠି ଅଛନ୍ତି, ସେ ଆମକୁ କେତେ ଫଳ ଦେଉଛନ୍ତି। ଆମେ ସମସ୍ତେ ବ୍ୟସ୍ତ, ବୃହସ୍ପତି ଚଳନ ହେବ, ଆରେ ବୃହସ୍ପତି କ'ଣ ଆମକୁ ଅଜାଡ଼ି ଦେବେ? ଶନି ଚଳନ ହେବ, କ୍ଷତି ହେବ। କାହିଁ କ୍ଷତି ହେବ? ଶନି, ରାହୁ, କେତୁ ବୃହସ୍ପତିଙ୍କ ପାଇଁ ବ୍ୟସ୍ତ। କିନ୍ତୁ ଏବେ ଟିକେ ବୁଲି ଆସିବା, କାହା ଘରକୁ ଯିବା କହିଲେ? ମେଷ, ବୃଷ ଆଉ ମୀନ ଘରକୁ ଯିବା। ଏଇ ତିନି ରାଶିଙ୍କର ତ କୌଣସି ଗ୍ରହ ଶୁଭ ନାହାନ୍ତି। ମୀନରେ ଏବେ ଅଛନ୍ତି ଶନି, ଶୁକ୍ର ଆଉ ରାହୁ। ସେ ତ ଭଲରେ ନାହାନ୍ତି ମୀନ ରାଶିଆ ମାନେ। ମେଷର ଅବସ୍ଥା ବି ସେଇଆ, ଆଉ ବୃଷର ବି ସେଇ ଅବସ୍ଥା। ହେଲେ ଏମାନେ ସୁଖରେ ଅଛନ୍ତି କେମିତି? ନା କେବଳ ଏମାନଙ୍କ ଉପରେ ଶୁକ୍ର ଗ୍ରହଙ୍କର କଲ୍ୟାଣ ଅଛି, ଶୁକ୍ର ଗ୍ରହଙ୍କର ଦୃଷ୍ଟି ଅଛି। ଶୁକ୍ର ଗ୍ରହ ସେଇ ରାଶି ଉପରେ ରହିଛନ୍ତି। ଏଇ ଦୃଷ୍ଟିକୋଣରୁ ଶୁକ୍ରଙ୍କର କଲ୍ୟାଣ ଲାଭ କରି ଶତକଡ଼ା 100 କହିଲେ ଭୁଲ ହେବ, କିନ୍ତୁ ଶୁକ୍ର ଗ୍ରହଙ୍କର କଲ୍ୟାଣ ଲାଭ କରନ୍ତି ପ୍ରାୟ ସମସ୍ତେ। ତେଣୁ ଆମେ ଦେଖିବା ପ୍ରତି ରାଶି ପ୍ରତି ଶୁକ୍ରଙ୍କର ପ୍ରଭାବ କେତେ। ଏବେ ଶୁକ୍ର ଅଛନ୍ତି ମେଷରେ। ମେଷର ଜନ୍ମ ଶୁକ୍ର 26/6 ପରେ ସେ ଦ୍ୱିତୀୟ ହେବେ। ମେଷ ରାଶିଆଙ୍କ ଜନ୍ମ ଜାତକରେ ଶୁକ୍ର ଯଦି ନିର୍ଦୋଷ ମାନେ କେନ୍ଦ୍ରାଧିପତି ହେଇନଥିବେ, ହଁ କେନ୍ଦ୍ରାଧିପତି ଶସ୍ତୁ ବଳବତ୍ ଗୁରୁ ଶୁକ୍ରୟୋ, ଯଦି ଜାତକରେ ଗୁରୁଙ୍କ ପରି ଶୁକ୍ର କେନ୍ଦ୍ରାଧିପତି, ତେବେ ସେ ମାରାତ୍ମକ ଅପରାଧୀ। ସେ ଜାତକକୁ କେବେ କଲ୍ୟାଣ କରନ୍ତିନି, ବରଂ କ୍ଷତି କରନ୍ତି। କେନ୍ଦ୍ରାଧିପତି ଦୋଷରେ ଶୁକ୍ର ଦୋଷୀ ହୋଇନଥିବେ, ତେବେ କ'ଣ ହେବ? ଯଦି ଶୁକ୍ର ନିର୍ଦୋଷ, ତେବେ ଏହି ରାଶିର ଲୋକେ 26/7 ଯାଏ ଶୁକ୍ରଙ୍କର କଲ୍ୟାଣ ଲାଭ କରି ପରମ ସୁଖ ଲାଭ କରିବେ। ଏ ହେଲା ମେଷ ରାଶି କଥା। ବୃଷ ରାଶି ପାଇଁ ଶୁକ୍ର ହେବେ ଦ୍ୱାଦଶ, 26/6ରୁ ଜନ୍ମ ହେବେ। ଏହି ରାଶିର ଲୋକେ ଯଦି ଜାତକରେ ଶୁକ୍ରଙ୍କର ନିର୍ଦୋଷ ଫଳ ପାଉଥିବେ, ମାନେ ତାଙ୍କ ଜାତକରେ ଶୁକ୍ର ଦୋଷୀ ନଥିବେ, ଅପରାଧୀ ନଥିବେ, ତାହେଲେ ସେମାନେ ଅତୀତରୁ ଏଯାଏ ପରେ ବି ଶୁକ୍ର କଲ୍ୟାଣ ପାଇଁ ସୁଖରେ ଅଛନ୍ତି, ସୁଖରେ ରହିବେ ବହୁତ ଦିନ ପର୍ଯ୍ୟନ୍ତ। ମିଥୁନ ରାଶିର ଏବେ ଏକାଦଶ ହେତୁ ଏ ରାଶିର ଲୋକେ ଦୁଃଖ ପାଉଛନ୍ତି। ସବୁ ଗ୍ରହ ଏକାଦଶକୁ ଗଲେ ଗୋଚରରେ ଭଲ ଫଳ ଦିଅନ୍ତି, କିନ୍ତୁ ଶୁକ୍ର ଏକାଦଶକୁ ଗଲେ ଭଲ ଫଳ ଦିଅନ୍ତି ନାହିଁ। ଯେଣୁ ସେ ଅସୁରମାନଙ୍କର ଗୁରୁ। ଶୁକ୍ର ମିଥୁନ ରାଶିରେ ଏବେ ଏକାଦଶରେ, ତେଣୁ ଏଇ ମିଥୁନ ରାଶିର ଲୋକେ ଦୁଃଖ ଭୋଗୁଛନ୍ତି। 26/6 ପରେ ଦ୍ୱାଦଶ ହେଲେ ମିଥୁନ ରାଶିଆଙ୍କର ସର୍ବାଧିକ ମଙ୍ଗଳ ହେବ। ଏହି କଲ୍ୟାଣ ବହୁତ ଦିନ ଯାହା ରହିବ। ଏବେ ସିନା ଦୁଃଖ ଭୋଗୁଛନ୍ତି, ସେ ବହୁତ ଦିନ ପର୍ଯ୍ୟନ୍ତ, ମାନେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଶୁକ୍ରଙ୍କ କଲ୍ୟାଣ ପାଇବେ ମିଥୁନ ରାଶିର ଲୋକମାନେ। କର୍କଟ ରାଶି ପାଇଁ ଗୋଚରରେ ଦଶମ, ଏଥିପାଇଁ ଭୁଲ କାମ କରିବା ପାଇଁ ଡରୁଛନ୍ତି କର୍କଟ ରାଶି ଲୋକମାନେ। କାରଣ ଶୁକ୍ର ଦଶମ ହେଲେ ମନ ମସ୍ତିଷ୍କକୁ ଧର୍ମ ଦିଗରେ ପରିଚାଳିତ କରିଥାନ୍ତି। ଏହି ଦୃଷ୍ଟିକୋଣରୁ ଶୁକ୍ରଙ୍କ ପ୍ରଭାବରେ ପ୍ରଭାବିତ ହୋଇ କର୍କଟ ରାଶିର ଲୋକମାନେ ଭୁଲ ଚିନ୍ତା, ଭୁଲ କାମ, ଭୁଲ ଭାବନା ମୁଣ୍ଡକୁ ଆଣୁନାହାନ୍ତି, କରୁନାହାନ୍ତି।
କେବଳ ଶୁକ୍ରଙ୍କ ସାହାଯ୍ୟରେ। ତାପରେ କର୍କଟ ରାଶି ପାଇଁ ଗୋଚରରେ ଦଶମ, ଏଥିପାଇଁ ଶୁଭ ଭୁଲ କାମ କରିବା ପୂର୍ବରୁ ବହୁ ଭାବୁଛନ୍ତି, ଧର୍ମ ଦିଗରେ ପରିଚାଳିତ ହେଉଛନ୍ତି। 26/6 ପରେ ଏକାଦଶ ଶୁକ୍ର ନାନାବିଧ ଦୁଃଖ ଦେଇ ସମସ୍ୟାକୁ ଦୂରୀଭୂତ କରିବେ। 26/6 ପରେ କ'ଣ ହେବ? ଦ୍ୱାଦଶ ହେବ। ଦ୍ୱାଦଶ ହେଲେ କର୍କଟ ରାଶିର ଭଲ ହେବ। ଜୁନ୍ 26 ପରେ ଶୁକ୍ରାଚାର୍ଯ୍ୟ ସିଂହ ପାଇଁ ନବମ ହେତୁ ଏ ରାଶିର ଲୋକେ ବହୁ ସୁଖକୁ ଅତି ପାଖରୁ ଦେଖିବାକୁ ପାଉଛନ୍ତି। ମାତ୍ର 26/6 ପରଠାରୁ ଏହି ସମସ୍ତ ସୁଖ ଧର୍ମ ରୂପ ନେବ। ଅନ୍ୟାୟ ଅନୀତି ପାଇଁ ଘୃଣାଭାବ ସୃଷ୍ଟି ହେବ। ଶୁକ୍ର ଏବେ ନବମ ହେତୁ ସିଂହ ରାଶିମାନଙ୍କ ଚାରି ପାଖରେ ସୁଖ ବୁଲୁଛି। ଯେଉଁ ସୁଖ ସେ ପାଉଛନ୍ତି ସିଂହ ରାଶି ଲୋକମାନେ, ତା ଶୁକ୍ରଙ୍କ ପାଇଁ। ତାଙ୍କର କୌଣସି ଗ୍ରହ ଭଲ ନାହାନ୍ତି, ଶୁକ୍ର ହିଁ ଭଲ ଅଛନ୍ତି। ଏହା ପରେ ପରେ ତାଙ୍କ ଅନୁଭୂତିକୁ ନେଇ ଏହି ସିଂହ ରାଶିର ଲୋକେ ଧର୍ମ ଦିଗରେ ମନ ଦେବେ। ଅଷ୍ଟମ ଶୁକ୍ର ହେତୁ କନ୍ୟା ରାଶି ପାଇଁ ଆକସ୍ମିକ ସମସ୍ୟା ଆସି ବିପଦ ସୃଷ୍ଟି କରୁଛି। ଏହା 26/6 ଯାଏ ନବମ ଶୁକ୍ର ହେଲେ ସୁଖର ଧାରା ପ୍ରବାହିତ ହେବ। କନ୍ୟା ପାଇଁ ବର୍ତ୍ତମାନ ଖରାପ ଚାଲିଛି। ଯେଉଁ ଦୁଃଖ ସେ ଭୋଗୁଛନ୍ତି, କାରଣ ଶୁକ୍ର ଗ୍ରହ ପାଇଁ ସମସ୍ୟା ଯୁକ୍ତ ହେଉଛନ୍ତି। 26/6 ପରେ ସେ ସମସ୍ୟା ମୁକ୍ତ ହେବେ। ତୁଳା ରାଶି ପାଇଁ ଗୋଚରରେ ସପ୍ତମ ଶୁକ୍ର, ଏଣୁ ଶାରୀରିକ ସମସ୍ୟା ବଡ଼ ଯନ୍ତ୍ରଣା ଦେଉଛି। ତୁଳା ରାଶିମାନେ ଯେଉଁ ପ୍ରକାର ରୋଗ କଷ୍ଟ ଭୋଗୁଛନ୍ତି, ଦୁଃଖ ଭୋଗୁଛନ୍ତି ବା ଆକ୍ସିଡେଣ୍ଟ ଧକ୍କା ହେଉଛି, ତାର ମୂଳ କାରଣ ଶୁକ୍ର। ତେଣୁ ତୁଳା ରାଶି ପାଇଁ ସପ୍ତମ ଶୁକ୍ର ଦୁଃଖର କାରଣ। 26/6 ପରେ ଆହୁରି ଦୁଃଖ ବଢ଼ିଯିବ। ଶୁକ୍ର ଅଷ୍ଟମ ହେବେ, ସମସ୍ୟା ଅଧିକରୁ ଅଧିକ ହେବ। ତୁଳା ରାଶିମାନେ ଶାରୀରିକ କଷ୍ଟ ଭୋଗୁଛନ୍ତି, ଏହାପରେ ବି କଷ୍ଟ ଭୋଗିବେ ଏହି ଶୁକ୍ରଙ୍କ ପାଇଁ। ତେଣୁ ଯଦି ସମ୍ଭବ ଏହି ତୁଳା ରାଶିର ଲୋକେ ଗୋ ସେବା କରନ୍ତୁ, ଗୁରୁ ସେବା କରନ୍ତୁ, ପିତା ମାତାଙ୍କର ଯତ୍ନ ନିଅନ୍ତୁ, ମଙ୍ଗଳ ହେବ। ଦେଖିବା, ଷଷ୍ଠ ଶୁକ୍ର ଆକସ୍ମିକ ସମସ୍ୟା ସୃଷ୍ଟି କରି ଦେହ ମୁଣ୍ଡକୁ ଖରାପ କରିଥାଏ। ଏଣୁ ଏବେ ବିଛା ରାଶିର ଲୋକେ ବଡ଼ ହଇରାଣ ହେଉଛନ୍ତି। ହେଲା, ବିଛା ରାଶି ପାଇଁ ଶୁକ୍ର ଏବେ ସମସ୍ୟା ବହୁଳ ପରିବେଶ ସୃଷ୍ଟି କରିଛନ୍ତି। ଅକସ୍ମାତ୍ ଶରୀର ଖରାପ ହେଇଯିବ, ଅକସ୍ମାତ୍ ଅର୍ଥ ଖସିଯିବ, ଅକସ୍ମାତ୍ ଗୋଟେ କ'ଣ ସମସ୍ୟା ଆସି ମୁଣ୍ଡକୁ ବିଗାଡ଼ି ଦେବ ଏହି ଷଷ୍ଠ ଶୁକ୍ରଙ୍କ ପାଇଁ। ତେଣୁ 26/6 ପରେ ରୋଗ ବଢ଼ିଯିବ। ଜନ୍ମ ଜାତକରେ ଶୁକ୍ର ଯଦି ଦୋଷ ଯୁକ୍ତ ମାନେ କେନ୍ଦ୍ରାଧିପତି, ତାହେଲେ ତୁଳା ପରି ବିଛା ରାଶିକି ମଧ୍ୟ ଦୁଃଖ ଆସିବ। ଧନୁ ରାଶି ପାଇଁ ଶୁକ୍ର ପଞ୍ଚମ ହେତୁ ବିଭିନ୍ନ ସୁଖ ଅତୀତରେ ସମସ୍ୟାକୁ ଲାଘବ କରିଛି। ପଞ୍ଚମ ଶୁକ୍ର ଭଲ ଫଳ ଦିଅନ୍ତି। ଧନୁ ରାଶିର ଯେଉଁ ସମସ୍ୟା ସବୁ ଥିଲା, ପଞ୍ଚମ ଶୁକ୍ର ଏବେ ଧନୁ ରାଶିକୁ ସେ ସମସ୍ୟା ମୁକ୍ତ କରିଛନ୍ତି। ଏହି ସୁଖ ପୁଷ୍ପ 26/6 ପରେ ମଉଳିଯିବ। 26/6 ପରେ ଏ ସୁଖ ଆଉ ମିଳିବନି। ଜୁନ୍ 26 ପରେ ଧନୁରାଶି ପାଇଁ ଦୁଃଖ ଆସିବ। ସେ ଷଷ୍ଠ ହେବେ। ଷଷ୍ଠ ଶୁକ୍ର ଷଷ୍ଠଗତ ହେବେ, ଶାରୀରିକ ସମସ୍ୟା ବଢ଼ିଯିବ, ଆର୍ଥିକ ସମସ୍ୟା ଗୁରୁତର ହେବ, ଆପଣା ଲୋକ ଅପ୍ରିୟ ହୋଇଯିବେ। ଧନୁରାଶି ପାଇଁ ତୁଳାର ଖରାପ ଶୁକ୍ର ପାଇଁ, ବିଛାର ଖରାପ ଶୁକ୍ର ପାଇଁ, ଧନୁର ଖରାପ ଶୁକ୍ର ପାଇଁ। ଯଦି ଶୁକ୍ର ଜାତକରେ ଭଲ ଜାଗାରେ ଥିବେ, ଦୋଷମୁକ୍ତ ହୋଇଥିବେ, ତାହେଲେ ଏମାନଙ୍କ ସମସ୍ୟା କମ୍ ହେବ। ବିଛା ଧନୁ ତୁଳା ପାଇଁ ଶୁକ୍ର ଚଳନ ଦୁଃଖପ୍ରଦ ହେଉଛି, ହେବ ମଧ୍ୟ। ମକରର ଆର୍ଥିକ ସମସ୍ୟା ସହଜରେ ଦୂରୀଭୂତ ହେବ। ଚତୁର୍ଥ ଓ ପଞ୍ଚମ ଶୁକ୍ର 26/6 ଯାଏ ଅର୍ଥ ସୁଖ ଆନନ୍ଦ ଓ ଶାନ୍ତି ଦେବେ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। ଶୁକ୍ରଙ୍କ ପାଇଁ ମକର ରାଶିର ଲୋକେ ଶାନ୍ତ ରହିବେ। ଅତୀତରୁ ଯେଉଁମାନେ ମକର ରାଶି ସେ ଅନୁଭବ କରିଥିବେ କେତେ ଛିଙ୍କ, କେତେ ଥଣ୍ଡା, କେତେ ଦେହ ଦରଜ, କେତେ ମୁଣ୍ଡବିନ୍ଧା, କେତେ ଦୌର୍ବଲ୍ୟ ଥିଲା। ଶୁକ୍ର ଯେତେବେଳେ ଆସିଗଲେ, ଚତୁର୍ଥ ପଞ୍ଚମ ଭାବ ଆସିଗଲା, ତେଣୁ ସିଂହ ମକର ରାଶିର ଆର୍ଥିକ ସମସ୍ୟା ସହଜରେ ଦୂରୀଭୂତ ହୋଇଗଲା।
ଚତୁର୍ଥ ପଞ୍ଚମ ଶୁକ୍ର 26 ଯାଏ ଯଥେଷ୍ଟ ବେଶୀ ଆନନ୍ଦ ଦେବେ ଏବଂ ତାପରେ ବି ସୁଖ ତାଙ୍କୁ ମିଳିବ। ଆର୍ଥିକ ସମସ୍ୟା ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେଇଯିବ, ଆନନ୍ଦ ରହିବେ। ସୁଖ ଆନନ୍ଦ ଶାନ୍ତି ଓ ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। ତା କଥା କହିଲି, ମକର କଥା କହିଲି। କୁମ୍ଭର ଏବେ ତୃତୀୟ ଶୁକ୍ର 26/6 ପରେ ଚତୁର୍ଥ ହେବ। ପାରିବାରିକ ସାମାଜିକ ଦୈହିକ ଓ ଆର୍ଥିକ ସୁଖ ନିଶ୍ଚୟ ମିଳିବ। 26/6ରୁ 26/7 ଯାଏ ଯାବତୀୟ ସୁଖ ଶାନ୍ତି ପାଇବେ କୁମ୍ଭ ରାଶି ଲୋକ। କୁମ୍ଭ ରାଶି ତ ସମସ୍ୟା ଭିତରେ ଅଛନ୍ତି। ଯେଉଁ ସୁଖ ସବୁ ମିଳୁଛି କୁମ୍ଭ ରାଶିକି, ସେପଟେ ଦ୍ୱାଦଶ ଶନି, ଏପଟରେ ନିକଟରେ ଦ୍ୱାଦଶ ରାହୁ ବି ଅଛନ୍ତି, ଆଉ ଏକାଦଶ ଶୁକ୍ର ସେ ଭଲ ଜାଗାରେ ନାହାନ୍ତି। କିନ୍ତୁ ଏବେ କ'ଣ ହେଉଛି ନା ଗୁଡ୍ ଟାଇମ୍ ଆସିଛି, ବଢ଼ିଆ ବଢ଼ିଆ ସମୟରେ ସେ ଗତି କରୁଛନ୍ତି। ଶୁକ୍ରଙ୍କ ପାଇଁ କୁମ୍ଭ ରାଶି ଏବେ ଆନନ୍ଦରେ ଅଛନ୍ତି। କୁମ୍ଭର ଏବେ ତୃତୀୟ ଶୁକ୍ର 26/6 ପରେ ଚତୁର୍ଥ ହେବ। ପାରିବାରିକ ସାମାଜିକ ଦୈହିକ ଲୌକିକ ଆର୍ଥିକ ଦାମ୍ପତ୍ୟ ପୁତ୍ର ସମ୍ବନ୍ଧୀୟ ସବୁ ସୁଖ ସିଏ ପାଇଛନ୍ତି, ପାଉଛନ୍ତି, ପାଇବେ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ, ଅଗଷ୍ଟ ପର୍ଯ୍ୟନ୍ତ। ଧନସ୍ଥାନରେ ଶୁକ୍ର ଥିବାରୁ ମୀନ ରାଶିର ଲୋକେ ଧନର ଅଭାବ ଭୋଗିବେ ନାହିଁ। ଧନ ରାଶିରେ ଦ୍ୱିତୀୟରେ ଶୁକ୍ର ଅଛନ୍ତି, ତେଣୁ ମୀନ ରାଶିମାନଙ୍କ ପାଇଁ ଅର୍ଥ ସମସ୍ୟା ହେବନି। କେଉଁଠୁ କେମିତି ତାଙ୍କ ହାତ ଧନ ଆସିଯିବ, ସେ ସମସ୍ୟା ସମାଧାନ କରିବେ। ଜାତକର ଯଦି ଶୁକ୍ର ଭଲ ଜାଗାରେ ଥିବେ ତାହେଲେ ଧନ ପ୍ରବଳ ହେବ। ଧନ ଶୁକ୍ର ଯଦି ମାନେ ଅଭିଶପ୍ତ ହେଇଥିବେ, ଦୋଷୀ ହେଇଥିବେ, ତାହେଲେ କ'ଣ କହିବି ଆଉ। ତେଣୁ ଧନ ସ୍ଥାନରେ ଶୁକ୍ର ଥିବାରୁ ମୀନ ରାଶିର ଲୋକେ ଧୀରେ ଧୀରେ ଅଭାବ ଦୂର କରିବେ ଏବଂ ସମସ୍ୟା ଦୂର ହେବ। ଜନ୍ମ ଜାତକରେ ଯଦି ଶୁକ୍ର ନିର୍ଦ୍ଦୋଷ, ତେବେ ଏଇ ଧନାଦି ସୁଖ ଦୀର୍ଘସ୍ଥାୟୀ ହେବ। ତେଣୁ ଆଗ ଜାତକ ଦେଖିବେ ଶୁକ୍ର କେଉଁଠି ଅଛନ୍ତି। ଶୁକ୍ର ଯଦି ଶୁଭ ତାହେଲେ ଅବଶ୍ୟ ଶୁଭ ଫଳ ମିଳିବ। ଶୁକ୍ର ଯଦି ଅଶୁଭ ତାହେଲେ ଇଏ ଫଳ ଟିକେ କମିଯିବ। ହଁ ବନ୍ଧୁ, ଆଜି ଆମେ ଆଲୋଚନା କଲେ ଶୁକ୍ରଙ୍କର ଗୋଚର ଫଳ। ରହିଲି, ନମସ୍କାର।